ଆଉ ଓଡ଼ିଶାର କୃଷିର ଭବିଷ୍ୟତ କେବଳ ବର୍ଷା ଉପରେ ନୁହେଁ, ଆଧୁନିକ ଜଳ ପରିଚାଳନାକୁ ଅପଗ୍ରେଡ୍ ହେଉଛି। କେନ୍ଦୁଝରର ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ଏହା କେବଳ ଏକ ବ୍ୟାରେଜ୍ ନୁହେଁ, ଏହା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ମଡର୍ଣ୍ଣ ପାଇପଲାଇନ୍ ଇରିଗେସନ୍ ମଡେଲ। ବୈତରଣୀ ନଦୀ ଉପରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପଟି କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ 60,000 ହେକ୍ଟର ଚାଷ ଜମିକୁ ଜଳସେଚ ସୁବିଧା ଦେବ। ପାରମ୍ପରିକ କେନେଲ ସିଷ୍ଟମ ବଦଳରେ ଏଠାରେ ବ୍ୟବହୃତ ହେଉଛି ଅଣ୍ଡରଗ୍ରାଉଣ୍ଡ ପ୍ରେସରାଇଜ୍ଡ ପାଇପଲାଇନ୍ ନେଟୱାର୍କ। କିନ୍ତୁ ଏହାର ସ୍ପେଶିଆଲ କ'ଣ? ଏହା କେମିତି କାର୍ଯ୍ୟ କରିବ? ପ୍ରଥମେ ବ୍ୟାରେଜ୍ ଜଳକୁ ସଂଗ୍ରହ କରିବ, ତାପରେ ସେହି ପାଣିକୁ ମାଟି ତଳେ ପୋତା ଯାଇଥିବା ହାଇ କାପାସିଟି ପାଇପଲାଇନ୍ ଦ୍ୱାରା ବାଲେଶ୍ୱର ପର୍ଯ୍ୟନ୍ତ ପଠାଯିବ। ପାଇପ୍ ଗୁଡ଼ିକରେ ଲଗାଯାଇଥିବା ଆଉଟଲେଟ୍ ଭାଲ୍ଭ ଦ୍ୱାରା ସିଧାସଳଖ ଚାଷୀଙ୍କ ଜମିକୁ ପାଣି ପହଞ୍ଚାଇ ଦିଆଯିବ। ଏହା ଫଳରେ ପାଣି ନଷ୍ଟ କମିବ, ଜମି ଅଧିଗ୍ରହଣ ଦରକାର ପଡ଼ିବ ନାହିଁ, ଏଭାପୋରେସନ୍ କମିବ ଆଉ ସମାନ ଜଳ ବଣ୍ଟନ ହେବ। ଓଡ଼ିଶାରେ ପାଇପଲାଇନ୍ ଇରିଗେସନ୍ ଆଗରୁ ଥିଲେ ମଧ୍ୟ ଆନନ୍ଦପୁର ପ୍ରୋଜେକ୍ଟର ସ୍କେଲ୍ ଅଲଗା। ଏହା ଗୋଟେ ଲାର୍ଜ କମାଣ୍ଡ ଏରିଆ ମଡର୍ଣ୍ଣ ଇରିଗେସନ୍ ମଡେଲ, ଯାହାକୁ ଗୁଜରାଟ ଓ ତେଲେଙ୍ଗାନାର ପ୍ରୋଜେକ୍ଟ ସହ କମ୍ପେୟାର କରାଯାଉଛି। ଏହା ଓଡ଼ିଶାର ଇରିଗେସନ୍ ସିଷ୍ଟମକୁ 21th ସେଞ୍ଚୁରୀ ଷ୍ଟାଣ୍ଡାର୍ଡକୁ ନେଇଯିବ। ଏହି ପ୍ରକଳ୍ପ ଦ୍ୱାରା ଅଧିକ ଫସଲ ସମ୍ଭବ ହେବ, ଚାଷୀଙ୍କ ଆୟ ବଢ଼ିବ, ମେକାନାଇଜ୍ଡ ଫାର୍ମିଂ ସହଜ ହେବ, ଗ୍ରାମୀଣ ଅର୍ଥନୀତି ଶକ୍ତିଶାଳୀ ହେବ। ଏହା କେବଳ ଇରିଗେସନ୍ ପ୍ରୋଜେକ୍ଟ ନୁହେଁ, ଏହା ହେଉଛି ରୁରାଲ ଟ୍ରାନ୍ସଫରମେସନ୍ ପ୍ରୋଜେକ୍ଟ। ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ଓଡ଼ିଶାର କୃଷି ଭବିଷ୍ୟତ ପାଇଁ ଗୋଟେ ଟର୍ଣ୍ଣିଂ ପଏଣ୍ଟ। ଯଦି ଏହା ସଫଳ ହୁଏ, ଭବିଷ୍ୟତରେ ଇରିଗେସନ୍ ପ୍ରୋଜେକ୍ଟ ଏହି ମଡେଲକୁ ଫଲୋ କରିପାରେ। ଏହା କେବଳ ପାଣି ନୁହେଁ, ଏହା ହେଉଛି ନୂତନ ଆଶା।